ତୁମ ପରି ପିଲାଟିଏ ମୋହନ, ଗରିବ ଘରର ପିଲାଟିଏ। ସେଥିରେ ପୁଣି ଭଗବାନ ତାର ବାପାକୁ ତା ପାଖରୁ ଛଡ଼ାଇ ନେଇଯାଇଛନ୍ତି। ଘରେ ମା ଛଡ଼ା ତାର ଆଉ କେହି ନାହାନ୍ତି। ମା ପର ଘରେ କାମ କରି ଘର ଚଳାଏ। ଦିନେ ମୋହନ ସ୍କୁଲରୁ ଫେରି ଆସି ଖାଇ ବସିଲା। ମା ତା ପାଇଁ ଭାତ ସାଙ୍ଗକୁ ଲୁଣ ଲଙ୍କା ଆଉ 2 ଫାଳ ପିଆଜ ବାଢ଼ିଦେଲେ। ମା, ସବୁବେଳେ ଏଇ ଖାଦ୍ୟ ଦେଖି ମୋତେ ଚିଡ଼ା ଲାଗୁଛି। ଘରେ କ'ଣ ଆଉ କିଛି ଖାଇବାକୁ ନାହିଁ? ସବୁବେଳେ ଖାଲି ଲୁଣ ଲଙ୍କା ପିଆଜ। ତୁ ତ ଜାଣିଛୁ ରେ ବାପା, ଘରେ କେତେ ଅଭାବ। ଧନଟା ପରା, ଯା ଅଛି ଆଜି ଖାଇଦେ। କାଲି ତୋ ପାଇଁ ଅଲଗା କିଛି ରୋଷେଇ କରିବି। ଥାଉ ମା, ମୁଁ ଆଉ ଖାଇବିନି। ଏ ଖାଦ୍ୟ ଦେଖି ମୋତେ ବିରକ୍ତ ଲାଗୁଛି। ମୋହନ, ଧନଟା ପରା, ଖାଇବା ପାଖରୁ ଏମିତି ରାଗିକି ଉଠନ୍ତିନି। ଫେରିଆ। ମୋହନ ସେଦିନ ଆଉ ଖାଦ୍ୟ ନ ଖାଇ ରାଗିକି ଘରୁ ଚାଲିଗଲା। ଘରୁ ବାହାରି ଯାଇ ବାରି ପଛ ଆମ୍ବ ଗଛ ମୂଳରେ ବସି ଘରର ଏପରି ଅବସ୍ଥା ବିଷୟରେ ଭାବିବାକୁ ଲାଗିଲା। ବାପା ଥିଲାବେଳେ ଆମେ କେତେ ଭଲରେ ଥିଲୁ। ମୁଁ ଯାହା କୁହେ ବାପା ମୋ ପାଇଁ ଆଣିଦିଅନ୍ତି। କିନ୍ତୁ ଏବେ ପେଟକୁ ଭଲ ଖାଇବାକୁ କି ଖଣ୍ଡେ ଭଲ ପିନ୍ଧିବାକୁ ବି ମିଳୁନାହିଁ। ପରିବା ପତ୍ର କଥା ପଚାରିବା, ଚିରା ପୋଷାକ ପିନ୍ଧି ସ୍କୁଲକୁ ଯିବାକୁ ପଡ଼ୁଛି। ଭଲ ପାଠ ପଢ଼ୁଥିବାରୁ ଶିକ୍ଷକମାନେ ସିନା ମୋତେ ବହିପତ୍ର ଯୋଗାଇ ଦେଉଛନ୍ତି। ମୋ ସାଙ୍ଗମାନେ କେତେ ନୂଆ ନୂଆ ପୋଷାକ ପିନ୍ଧୁଛନ୍ତି, କେତେ ଭଲ ଖାଦ୍ୟ ଖାଉଛନ୍ତି। କିନ୍ତୁ ମୋ ପାଇଁ ସେସବୁ ସାତ ସପନ। ଏହି ସମୟରେ ହଠାତ୍ ତାକୁ ଗୋଟିଏ ବୁଦ୍ଧି ଦିଶିଲା। ଆଖିରୁ ଲୁହ ପୋଛି ଦେଇ ସେ ସ୍ଥିର କଲା, ନା, ମୋତେ ଏଥର କିଛି ଗୋଟେ କରିବାକୁ ପଡ଼ିବ। ହଁ, ମୋର ଏପରି ଅଭାବ ଅବସ୍ଥାକୁ ମୋତେ ବଦଳାଇବାକୁ ପଡ଼ିବ। ଏ ବାଡ଼ି ଏମିତି ଅରମା ହୋଇ ପଡ଼ିଛି। ଯଦି ମୁଁ ବାଡ଼ିଟାକୁ ସଫା କରି ଭଲ ଫସଲ କରିବି, ଖାଇବା କଷ୍ଟରୁ ମୁକ୍ତି ମିଳନ୍ତା। ସଜ ସଜ ପନିପରିବା ମଧ୍ୟ ଖାଇବାକୁ ମିଳନ୍ତା। ଏହି ସମୟରେ ମୋହନର ମା ମୋହନକୁ ଖୋଜି ଖୋଜି ଆସି ବାରିରେ ପହଞ୍ଚିଲା। ହଇରେ, ତୁ ତ ଘରର ଅବସ୍ଥା କଥା ଜାଣିଛୁ। ତୁ ଆଉ ଛୋଟ ପିଲା ନୁହେଁ ଯେ ତତେ ସବୁବେଳେ ମୁଁ ବୁଝେଇବି। ଭଜା ତରକାରୀ କରିବା ପାଇଁ ପରିବା ପତ୍ର କୋଉଠୁ ପାଇବି? କିଛି ନ ଖାଇ ତୁ ଚାଲି ଆସିଲୁ, ସେଥିପାଇଁ ମୋ ମନ ଦୁଃଖ। ପୁଅ ଯଦି ଭୋକରେ ରହିବ, ମା କ'ଣ ପାଟିକୁ ଖାଦ୍ୟ ନେଇପାରିବ? ମୁଁ ଏବେ କ'ଣ କରିବି କହିଲୁ? ମା, ତୁ ସେ କଥା ଛାଡ଼େ। ମୁଁ ଗୋଟିଏ କଥା ଭାବୁଛି। ଏ ଅରମା ବାଡ଼ିକୁ ସଫା କରି କିଛି ପନିପରିବା ଚାଷ କରିବି। ନାଇଁ ନାଇଁ, ସ୍କୁଲର ଶିକ୍ଷକ କହନ୍ତି ତୁ ତ ଭଲ ପାଠ ପଢ଼ୁଛୁ। ତୁ ଯଦି ଏହି କାମରେ ଲାଗିବୁ, ତୋର ପାଠପଢ଼ା ପାଇଁ ସମୟ ଦେଇପାରିବୁ ନାହିଁ। ଫଳରେ ପାଠପଢ଼ା ନଷ୍ଟ ହୋଇଯିବ। ନାଇଁ ମା, ମୁଁ କ'ଣ ସବୁବେଳେ ପଢ଼ୁଛି କି? ଯେଉଁ ସମୟରେ ଖେଳୁଛି, ସେହି ଖେଳ ସମୟରେ ନ ଖେଳି ବାରି କାମରେ ସମୟ ଦେବି। ପାଠ ପଢ଼ାରେ କିଛି ବି ଅସୁବିଧା ହେବ ନାହିଁ। ହଉ, ଦେଖ, ତତେ ଯାହା ଠିକ୍ ଲାଗୁଛି ତୁ କର। ତା ପରଦିନଠାରୁ ମୋହନ ସ୍କୁଲରୁ ଫେରି ବାଡ଼ିରେ ସବୁ ଅନାବନା ଗଛ ସଫା କଲା। ସଫା କରୁ କରୁ ସନ୍ଧ୍ୟା ହୋଇଗଲା। ମୋହନ ଘରକୁ ଫେରି
ତାର ସ୍କୁଲର ସମସ୍ତ ପାଠ ଶେଷ କରିନେଲା। ତା ପରଦିନ ସକାଳୁ ବଡ଼ି ଭୋରୁ ଉଠି ସେ କୋଦାଳରେ ମାଟିକୁ ପରସ୍ତେ ପରସ୍ତେ ହାଣିବାକୁ ଲାଗିଲା। କିଛି ଦିନ ଭିତରେ ବାରିକୁ ସେ ସମ୍ପୂର୍ଣ୍ଣ ଭାବେ ସଫା କରି ହାଣିଥିବା ଜାଗାରେ କିଛି ମଞ୍ଜି ବୁଣି ଦେଇ ସେଥିରେ ପାଣି ଦେଲା। ଆଉ କିଛି ଜାଗାରେ ହାଟରୁ କିଛି ବିଲାତି, ଲଙ୍କା, କୋବି, ବାଇଗଣର ଚାରା କିଣି ଆଣି ସେ ଜାଗାରେ ଲଗାଇଦେଲା। ଏହିପରି ମୋହନ 2 ବେଳା ସେ ବାରିରେ ହିଁ କାମ କରୁଥାଏ। ତାର ମା ମଧ୍ୟ ତାକୁ କାମରେ ସାହାଯ୍ୟ କରନ୍ତି। ମୋହନ, ତୁ ଆଉ ଖେଳ ପଡ଼ିଆକୁ ଖେଳିବାକୁ କ'ଣ ଆସୁନୁ? କ'ଣ ଘରେ ସବୁବେଳେ ପାଠ ପଢ଼ୁଛୁ କି? ସରୋଜ, ତୁ ତ ଜାଣିଛୁ ଆମ ଘରେ କେତେ ଅଭାବ। ଘରେ ରୋଜଗାର କରିବା ପାଇଁ କେହି ନାହାନ୍ତି। ମା ପର ଘରେ କାମ କରି ଯାହା ଟଙ୍କା ପଇସା ଆଣେ ସେଥିରେ ଘର ଚଳେ। ଖାଦ୍ୟର ବହୁତ ଅଭାବ। ସେଥିପାଇଁ ମୁଁ ଖେଳ ସମୟରେ ଆଉ ନ ଖେଳି ବାରିରେ ପରିବା ପତ୍ର ଚାଷ କରୁଛି। ଆଉ ଖେଳିବାକୁ ସମୟ ମିଳୁଛି ବା କାଇଁ? ସାର୍ କହୁଥିଲେ ଆପନା ହାତ ଜଗନ୍ନାଥ। ଅନ୍ୟ ହାତକୁ ଅପେକ୍ଷା କରିବି କାହିଁକି? ମୂଲିଆ ପରି ନିଜ ବାରିରେ ଖଟିବି ଆଉ ରାଜାଙ୍କ ପରି ଖାଇବି। କିଛି ଦିନ ପରେ ମୋହନର କଠିନ ପରିଶ୍ରମର ଫଳ ତାକୁ ମିଳିଲା। ବାରିରେ ଶାଗ ଗଛ ସବୁ ବଡ଼ ହୋଇଥାଏ। ମା, ଆଜି ଶାଗ ଗଛ ସବୁ ଠିକ୍ ଠାକ୍ ହୋଇଛି। ଏଥିରୁ ତୋଳି ନେଇଯା, ମୋ ପାଇଁ କିଛି ଶାଗ ଭଜା କରିଦେବୁ। ପ୍ରଥମେ ଯେଉଁଦିନ ସେ ଶାଗ ଭଜା ଖାଇଲା ତାର ଖୁସି କହିଲେ ନ ସରେ। କ୍ରମେ କ୍ରମେ ବାରିରେ ଅନ୍ୟ ଫସଲ ସବୁ ହସି ଉଠିଲା। ମୋହନ ସେଥିରୁ କିଛି ପନିପରିବା ଘର ପାଇଁ ରଖିଲା। ବାକି ପରିବା ଗାଁ ହାଟକୁ ନେଇ ବିକ୍ରି କରିଦେଲା। ପନିପରିବା ବିକ୍ରି ପରେ ତା ହାତକୁ କିଛି 2 ପଇସା ଆସିଲା। ମା ପୁଅଙ୍କ ଅଭାବ ଧୀରେ ଧୀରେ ଦୂରେଇ ଗଲା। ଖାଇବା ପିଇବାରେ କିଛି ବି ଆଉ ଅଭାବ ହେଲା ନାହିଁ। ଏ ସବୁ ମୂଳରେ ଥିଲା ମୋହନର ଉଦ୍ୟୋଗ ଓ ନିଷ୍ଠା। ମୋହନର ଏ କଥା ପ୍ରଧାନ ଶିକ୍ଷକଙ୍କ କାନରେ ବାଜିଲା। ସେ ମୋହନ ଘରକୁ ଆସି ତା ବଗିଚା ଦେଖିଲେ। ସାବାସ୍ ମୋହନ, ମୁଁ ଆଜି ବହୁତ ଖୁସି। ଅଳସୁଆ ନ ହୋଇ ତୋର ଏପରି ପରିଶ୍ରମ ଦେଖି ମୋର ମନ ବହୁତ ଖୁସି। ତତେ ଏହି କାମ ଲାଗି ଆସନ୍ତା ସାଧାରଣତନ୍ତ୍ର ଦିବସରେ ଉଚିତ ପୁରସ୍କାର ମିଳିବ।